କାହିଁକି ନା ମୋର ଭଉଣୀ ମୋର ମା ମୋର ଝିଅ ମୋର ଆଉ ବାପା ଏମିତି କଥା ଯାକ କହିବା ପାଇଁ ବା ଶୁଣିବା ପାଇଁ ସେମାନଙ୍କର ସମୟ ସୁଯୋଗ ଆଗାମୀ ଦିନ ମାନଙ୍କର ହୁଏତ ନ ଥାଇପାରେ। ସେଥିପାଇଁ ଆମେ ଯେତେବେଳେ ସମୟ ଅଛି ଆମମାନଙ୍କର ଯେତେବେଳେ ଜୀବନ ଦେଇଛନ୍ତି କିଏ? ପ୍ରଭୁ ଯୀଶୁ। ସେମାନଙ୍କୁ ଗୋଟେ କଥା କହିବାକୁ ଚାହେଁ, ଯେତେବେଳେ ପ୍ରଭୁ ଯୀଶୁ ଯଦି ଆମମାନଙ୍କୁ ଗୋଟେ ଜୀବନ ଦାନ ଦେଇଛନ୍ତି, ହଁ କି ନାହିଁ? ଗୋଟେ ଜୀବନ ଦାନ ଯେତେବେଳେ ଦେଇଛନ୍ତି ଆମେ ତାଙ୍କୁ କଣ ଦେଇଛୁ ସେଇଟା ଆମକୁ ଜାଣିବା ଦରକାର। ପ୍ରଭୁ ମତେ ଜୀବନ ଦେଲେ, କଣ ଦେଲେ? ଜୀବନ ଦେଲେ। ପ୍ରଭୁ ମତେ ଆତ୍ମମୟ ହୃଦୟ ଦେଲେ, କଣ ଦେଲେ? ଆତ୍ମମୟ ହୃଦୟ। ଆଉ କିନ୍ତୁ ଆମମାନଙ୍କୁ ଆତ୍ମା ମଧ୍ୟ ଦଉଛନ୍ତି। ଆତ୍ମମୟ ହୃଦୟ ଦେଲେ ଆଉ ଆତ୍ମା ମଧ୍ୟ ଆମମାନଙ୍କୁ ଦଉଛନ୍ତି। କାରଣ ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରି ଭକ୍ତି ହୁଏ ସେ ପରିତ୍ରାଣ ପାଏ। ମାର୍କ ତାର 16 ପର୍ବ 16, 17, 18 ପଦରେ ଲେଖାଯାଇଛି। କିନ୍ତୁ ଆଜିକାଲି ଭାଇ ଓ ଭଉଣୀ ମାନେ ଆଜିକାଲି ବିଶ୍ୱାସିନୀ ମାନଙ୍କୁ ମୁଁ ଇମ୍ପୋର୍ଟାଣ୍ଟ ଦେଇ କହିବାକୁ ଚାହେଁ, ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ନେଇ ମୁଁ ସେମାନଙ୍କୁ ଆଉ ଚେତନା ଦେବାକୁ ଚାହେଁ ଯେ ଉପଦେଶକ 3 ପର୍ବ 17 ପଦ। ମନେ ମନେ କହିଲେ ଧାର୍ମିକ ଓ ଦୁଷ୍ଟର ବିଚାର କରିବେ, କାରଣ ପ୍ରତ୍ୟେକ ମନୋରଥ ଓ ପ୍ରତ୍ୟେକ କାର୍ଯ୍ୟ ପାଇଁ ସମୟ ଅଛି। ମୁଁ ଆପଣ ମାନଙ୍କୁ ଯୋଉ ତାରିଖ ନେଇକି କଥା କହିବାକୁ ଚାହୁଁଛି, ବୁଝେଇବାକୁ ଚାହୁଁଛି, ତାର ମୂଳ ବିଷୟ ହଉଛି ଏଇ କଥା। ବୁଝିପାରୁଛ? କଣ ହେଡିଂ ରେ ମଧ୍ୟ ଲେଖା ଯାଇଛି, ବାଇବଲରେ ଆପଣ ପଢିଲେ ଜାଣିବେ ଯେ ପ୍ରଥମ ଦଶା ଅପେକ୍ଷା ଦ୍ୱିତୀୟ ଦଶା। ବୁଝିପାରୁଛ? ଶେଷ ଦଶା। ବିଶ୍ୱାସୀ ମାନେ ନାଇକି ସେମାନେ କଣ ଦଣ୍ଡ ପାଇବୁ ସେ କଥା ସେମାନେ ଚିନ୍ତା କରନ୍ତି ନାହିଁ, କିନ୍ତୁ କେମିତି ଆମେ ଉପଭୋଗ କରି ବଞ୍ଚି ପାରିବୁ, କେମିତି ଆମେ ଅଧିକାର କରିକି ଗୋଟେ ମଣିଷକୁ ବଞ୍ଚାଇ ପାରିବୁ, ତାଙ୍କ ଅଣ୍ଡରରେ ରଖିପାରିବୁ, ସେହି ଚିନ୍ତାଧାରାରେ ଆଜିକାଲି ଲୋକମାନେ ବା ବିଶ୍ୱାସୀ ବିଶେଷ ମୁଁ କହିବାକୁ ଚାହେଁ, ବିଶେଷ ବୋଇଲେ ଅଧିକାଂଶ ଆମର ଖ୍ରୀଷ୍ଟିଆନ ଭାଇ ଓ ଭଉଣୀ ମାନେ ଥାଆନ୍ତି, ହଁ କି ନାଇଁ? ମୁଁ ଏଇଟା ପୁରା ଗ୍ୟାରେଣ୍ଟି ଦେଇ କହିବାକୁ ଚାହୁଁଛି। ଆଉ ଯିଏ ବି ମୋ ଭିଡିଓକୁ ବା ମୋ ଏଇ ଭଏସ କୁ ଆଉ ଇଗ୍ନୋର କରୁଛି, ଛାଡୁଛି, ସ୍କିପ୍ କରୁଛି, ସେମାନଙ୍କୁ ମଧ୍ୟ କହିବାକୁ ଚାହୁଁଛି। କିନ୍ତୁ ଏଇଠି ଇନଡାଇରେକ୍ଟ ଲେଖା ଯାଉଛି ଯେ ମୁଁ ମନେ ମନେ କହିଲି ପରମେଶ୍ୱର ଧାର୍ମିକ ଓ ଦୁଷ୍ଟର ବିଚାର କରିବେ, କାରଣ ପ୍ରତ୍ୟେକ ମନସ୍କାମନା ଓ ପ୍ରତ୍ୟେକ କାର୍ଯ୍ୟ ପାଇଁ ସମୟ ଅଛି। କାହିଁକି ନା ଏମିତି ଲୋକମାନେ ଯୋଉମାନେ କି ମୁଁ ସେ ମରିଥିବା ଲୋକମାନଙ୍କୁ ନେଇ କଥା କହିବାକୁ ଚାହେଁ ନାହିଁ, କିନ୍ତୁ ସେମିତି ଆଗାମୀ ଦିନ ମାନଙ୍କରେ ଯୋଉମାନେ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ମୁଁ ଚେତାବନୀ ଦେବାକୁ ଚାହେଁ। ଆପଣ ମାନେ ଏମିତି ଭାବନ୍ତୁ ନାହିଁ ମୁଁ ଧାର୍ମିକ, ମୋର ଖ୍ରୀଷ୍ଟ ଆଉ ପ୍ରିୟରେ ମୋର ବିଶ୍ୱାସୀ, ଖ୍ରୀଷ୍ଟ ପ୍ରିୟରେ ମୋର ଭାଇ ଓ ଭଉଣୀ ମାନେ, ମୁଁ ଧାର୍ମିକ, ମୋର ବିଚାର ହବ କି ନାଇଁ ମୁଁ ଜାଣେ ନାହିଁ, ଏମିତି କହିଥାଉ, ହଁ କି ନାଇଁ? ମୁଁ ପାପୀ, ମୁଁ ନର୍କ ଗଲେ କଣ ହେଲା, ନର୍କରେ ତ ଘାଣ୍ଟି ହେବି ଯେତିକି ଜୀବନ ଯିବ ଆଉ। ଭାବୁଥିବା ମୋର ବିଶ୍ୱାସିନୀ ମାନେ ଆମକୁ କଣ ହେବାର ଅଛି, ମୋର ମନସ୍କାମନା ପୂରଣ ହଉନାହିଁ, ମୋର ଭାବନା ଗୋଟେ ବି ସଫଳ ହଉନାହିଁ, ଏମିତି କହିଥାଉ କି ନାଇଁ? ଏମିତି ବି ମତେ ପ୍ରାୟ ଭାଇ ଓ ଭଉଣୀ ମାନେ କୁହନ୍ତି, ମୋର ଗ୍ରାମର ଭାଇ ଓ ଭଉଣୀ ମାନେ କହୁଛନ୍ତି। ବୁଝିପାରୁଛ? କାହିଁକି ନା ସେମାନଙ୍କର ଜୀବନରେ ବା ସେମାନଙ୍କର ଅନ୍ତରରେ ସେମାନଙ୍କର ଆତ୍ମା ମାନଙ୍କରେ କେଉଁ କାର୍ଯ୍ୟ ଚାଲିଅଛି ତାହା ଆପଣ ମାନେ ଭଲ ଭାବରେ ଜାଣୁଥିବେ। କିନ୍ତୁ ସେମାନେ ଭାବୁଥିବାଟା ମଧ୍ୟ, ସେମାନେ କାର୍ଯ୍ୟ କରୁଥିବାଟା ମଧ୍ୟ, ସେମାନେ କାର୍ଯ୍ୟର ସହିତ ଅତିବାହିତ ହଉଥିବାର ସବୁ ବିଷୟ ମଧ୍ୟ ଗୋଟେ ଗୋଟେ ପ୍ରଭୁଙ୍କ ପାଖରେ ସମୟ ଅଛି। ତ ଆମେ
10:12 ପଦ। ହଁ ତୁମ୍ଭେମାନେ ଆପଣମାନଙ୍କ ନିମନ୍ତେ ଧାର୍ମିକତାର ବିହନ ବୁଣ, ଦୟାନୁଯାୟୀ ଶସ୍ୟ କାଟ, ଆପଣମାନଙ୍କର ପଡ଼ିଆ ଭୂମି ଭାଙ୍ଗ, କାରଣ ଯେ ପର୍ଯ୍ୟନ୍ତ ସଦାପ୍ରଭୁ ଆସି ତୁମମାନଙ୍କ ଉପରେ ଧାର୍ମିକତା ନ ବର୍ଷାନ୍ତି ସେ ପର୍ଯ୍ୟନ୍ତ ତାହାଙ୍କର ଗଣେଶଣ କରିବାର ସମୟ ଅଛି। ମୁଁ ସେମିତି ଭାଇ ଓ ଭଉଣୀ ମାନଙ୍କୁ କହିବାକୁ ଚାହେଁ ଯୋଉମାନେ ଆଜିକାଲିକ ନିୟମରେ ପଡିଛନ୍ତି, ଆଜିକାଲି ଦୁନିଆର ମହାମାୟାର ସେଇ ସାଂସାରିକ ପ୍ରେମରେ ବା ଭଲ ପାଇବାରେ ପଡିଥିବା ସେଇ ଭାଇ ଓ ଭଉଣୀ ବିଶ୍ୱାସିନୀ ମାନଙ୍କୁ ଏହି କଥା କହିବାକୁ ଚାହେଁ, ତୁମ୍ଭେ ମାନେ ଆପଣା ମାନଙ୍କର ନିମନ୍ତେ ଧାର୍ମିକତାର ବୁଣ। ବୁଣ ତା ଅର୍ଥ ତାକୁ କଣ କଣ? ଧାର୍ମିକତାର ବିହନ, ଧାର୍ମିକରେ ଯେମିତି ବଢିବ ତାକୁ କଣ କରବାର ଅଛି ନା ଲଗେଇବାର ଅଛି। ଆପଣ ସେଇ ଭଲ ପାଇବାରେ ନ ପଢି, ଆପଣ ସେ ଆଉ ପ୍ରେମରେ ନ ପଢି ନିଜ ଜୀବନକୁ ଗୋଟେ ପୁଅ ପାଇଁ ହରେଇବା ପାଇଁ ଆଉ ଗୋଟେ ପୁଅ ଗୋଟେ ଝିଅ ପାଇଁ ହରେଇବା ପାଇଁ ଏହି ବିହନ ନ ବୁଣି ଏହି ଆଉ ଗଛକୁ ନ ଲଗେଇକି ଆପଣ କଣ କରିବାର ଅଛି ନା ପ୍ରଭୁଙ୍କ ନିକଟକୁ ସମ୍ପର୍କ ବିହନ ବୁଣିବାର ଅଛି। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଆଉ କଣ ଏହା ଅନୁଯାୟୀ ଶସ୍ୟ କାଟ, ଆପଣ ମାନଙ୍କର ପଡିଆ ଭୂମି ଭାଙ୍ଗ। ପ୍ରେଜ୍ ଦ ଲର୍ଡ। ଦୟା ଅନୁଯାୟୀ ଶସ୍ୟ କାଟ। ପ୍ରଭୁ ଆପଣଙ୍କୁ ଯୋଉ ଜୀବନ ଦାନ ଦେଇଛନ୍ତି, ପ୍ରଭୁ ଆପଣଙ୍କୁ ଯୋଉ ଆତ୍ମା ଦାନ ଦେଇଛନ୍ତି, ପ୍ରଭୁ ଆପଣଙ୍କୁ ଯୋଉ ନିଶ୍ୱାସ ଦାନ ଦେଇଛନ୍ତି, ସେ ଦୟାର କଣ କର? ଶସ୍ୟ କାଟ। ତାହାର ଶସ୍ୟ ବୋଲେ କଣ ବୁଝିପାରୁଛ? ହ୍ୟାଲୋ, ହଁ ଭାଇ। ଦୟାର ଶସ୍ୟ କାଟ ଅର୍ଥ କଣ ବୁଝିପାରୁଛନ୍ତି ଆପଣ ମାନେ? ମୁଁ ଆପଣ ମାନଙ୍କୁ ପଚାରୁଛି ଯୋଉମାନେ ମୋର ଏଇ ବାକ୍ୟକୁ ଶୁଣୁଛନ୍ତି। ହଁ ଭାଇ, ଦୟାର ଶସ୍ୟ କାଟ ମାନେ ଆମେ ପ୍ରଭୁ ଆମକୁ ଯୋଉଟା ଶିଖେଇଛନ୍ତି ସେ ବାଟରେ ଚାଲିବା, ତାଙ୍କ ସେବା କରିବା। ଦୟାର ଶସ୍ୟ କାଠ ଅର୍ଥ ପ୍ରଭୁଙ୍କର ଯେଉଁ ଆମେ ଦାନ ପାଇଛୁ ସେଇ ଦାନକୁ ଆମେ ଲୋକମାନଙ୍କ ନିକଟକୁ ପହଞ୍ଚାଇବା, ତାକୁ କୁହାଯାଏ ଶସ୍ୟ କାଟ। ପ୍ରଭୁଙ୍କର ସୁସମାଚାରକୁ ପ୍ରଚାର କର, ପ୍ରକାଶ କର। ପ୍ରେଜ୍ ଦ ଲର୍ଡ। ତାପରେ କଣ ଲେଖା ହେଇଛି? ଆପଣ ମାନଙ୍କର ପଡିଆ ଭୂମି ଭାଙ୍ଗ। ପ୍ରେଜ୍ ଦ ଲର୍ଡ। ଆପଣ ମାନଙ୍କର ଜୀବନରେ, ଆପଣ ମାନଙ୍କର ଆତ୍ମାରେ, ଆପଣ ମାନଙ୍କର ମାଇଣ୍ଡରେ, ଆପଣ ମାନଙ୍କର କଥାବାର୍ତ୍ତାରେ, ଆପଣ ମାନଙ୍କର ଚକ୍ଷୁରେ, ଆପଣ ମାନଙ୍କର ଚାଲିବା ବୁଲିବା ଯେକୌଣସି ଭାବ ଚିନ୍ତାର ଏହି ଭୂମିକୁ କଣ କରିବାର ଅଛି? ଭାଙ୍ଗିବାର ଅଛି। ସେହି ପର୍ବତକୁ କଣ କରିବାର ଅଛି? ଭୁଷୁଳେଇବାର ଅଛି। ସେଇ ପର୍ବତକୁ କଣ କରିବାର ଅଛି? ତାକୁ ପୁରାପୁରି ଧ୍ୱଂସ କରିକି ଭାଙ୍ଗିବାର ଅଛି। ପ୍ରେଜ୍ ଦ ଲର୍ଡ। ଆପଣ ଯୋଉ ଦୁନିଆର ପ୍ରେମ ପଡିଛନ୍ତି, ଆପଣ ଦୁନିଆର ଯୋଉ ଭଲ ପାଇବାକୁ ବୁଣିଛନ୍ତି, ଯୋଉ ପର୍ବତ ଠିଆ କରିଛନ୍ତି ନିଜ ଜୀବନରେ, ତାକୁ କଣ କରିବାର ଅଛି ନା ଭୁଷୁଳେଇବାର ଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କାରଣ ଯେ ପର୍ଯ୍ୟନ୍ତ ସଦାପ୍ରଭୁ ଆସି ତୁମମାନଙ୍କୁ ଉପରେ ଧାର୍ମିକତା ନ ବର୍ଷାନ୍ତି ସେ ପର୍ଯ୍ୟନ୍ତ ତାହାଙ୍କର ଅନ୍ୱେଷଣ କରିବାର ସମୟ ଅଛି। ହାଲେଲୁୟା। କାହିଁକି ନା ଯେ ପର୍ଯ୍ୟନ୍ତ, ଯେତେବେଳେ ପର୍ଯ୍ୟନ୍ତ, ଯେତିକି ସମୟ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଧାର୍ମିକ ତାକୁ ଯଦି ଦେଇନାହାନ୍ତି, ଦେବା ପାଇଁ ଆସିନାହାନ୍ତି, ଆସିଛନ୍ତି ଯଦି ନିଜ ଜୀବନରେ ଭାବୁଛନ୍ତି, ତେବେ ସେହି ସମୟ ମଧ୍ୟ ଆପଣ ମାନଙ୍କ ପାଇଁ ଉପସ୍ଥିତ ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ତାକୁ ଖୋଜିବାର ମଧ୍ୟ ସମୟ ଆପଣଙ୍କ ଜୀବନରେ ଦେଇଥିବେ। ଆପଣ ଖୋଜନ୍ତୁ, ହଁ କି ନାଇଁ? ପ୍ରଭୁଙ୍କୁ ଗୋଟେ ଦିନ ଖୋଜିବା ପାଇଁ ପ୍ରଭୁ ଆପଣଙ୍କୁ ଗୋଟେ ସମୟ ଦେଇଥିବେ। ପ୍ରଭୁଙ୍କ ନିକଟକୁ ପ୍ରାର୍ଥନାରେ ମାଗିବା ପାଇଁ ଆପଣଙ୍କୁ ଗୋଟେ ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମୟ ଦେଇଥିବେ, ହଁ କି ନାଇଁ? ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯେତେବେଳେ ଆପଣ ମାଗିବେ, ଖୋଜିବେ, ପାଇଲା ପରେ ଆପଣଙ୍କୁ ବର୍ଷାଇଲେ ବୋଲି ଆପଣ ମାନେ ନିଜ ଜୀବନକୁ ଜାଣିପାରିବେ। ଖ୍ରୀଷ୍ଟ ମୋର ପ୍ରିୟ ପ୍ରତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହଁ, 13 ପଦ।
ସାଙ୍ଗେ ସାଙ୍ଗେ ଟିକେ ସମୟ କମ। ତୁମେ ମାନେ ଦୁଷ୍ଟତା ରୂପ ଚାଷ କରି ଅଧମ ସ୍ୱରୂପ ଶସ୍ୟ କାଟିଅଛ। ତୁମେ ମାନେ ମିଥ୍ୟ କଥାର ଫଳ ଭୋଜନ କରିଅଛ, କାରଣ ତୁମେ ଆପଣା ପଥରେ ଆପଣାର ବୀର ସମୂହରେ ବିଶ୍ୱାସ କରିଅଛ। ପ୍ରେଜ୍ ଲର୍ଡ। ସେମାନେ ଯଦି ଯୋଉମାନେ ମୃତ୍ୟୁ ଭୋଗ କଲେ ଗତ ବର୍ଷ ଏବଂ ଏହି ଗତକାଲି, ସେମାନେ ଯଦି ଏହି ଦୁଷ୍ଟତାକୁ ଯଦି ସେମାନେ ଚିହ୍ନି ପାରିଥାନ୍ତେ, ପ୍ରଭୁଙ୍କ ନିକଟକୁ ଆସିକି ସେମାନେ ମନ ପରିବର୍ତ୍ତନ କରିଥାନ୍ତେ, ତେବେ କଣ କାଟିଥାନ୍ତେ, କଣ ବିଶ୍ୱାସର ଫଳ ପାଇଥାନ୍ତେ, ହଁ କି ନାଇଁ? ମିଥ୍ୟା କଥାରେ ଫଳ ଭୋଜନ କରିଅଛ। ସେମାନେ ମୋହମାୟା ମିଥ୍ୟା ଜୀବନକୁ ସେମାନେ ଗ୍ରହଣ କଲେ, ଖାଇଲେ ପିଇଲେ, ବୁଝିପାରୁଛ? କିନ୍ତୁ ଆଜିକାଲି ଭାଇ ଓ ଭଉଣୀ ମାନେ, ବିଶ୍ୱାସୀ ମାନେ, ଆପଣ ମାନଙ୍କର ପରିବାରରେ, ଆପଣ ମାନଙ୍କର ଜୀବନରେ, ଆପଣଙ୍କୁ ମୋର ଝିଅକୁ ଡକ୍ଟର ଚାକିରି କରିବା ପାଇଁ ମୁଁ ଜନ୍ମ କରିଛି ପ୍ରଭୁ, ଏଇ ମୋର ଆକାଂକ୍ଷା ଅଛି, ଆପଣଙ୍କ ପୁଅକୁ ମୋ ପୁଅ ଭଲରେ ପାଠ ପଢୁ ଆଉ ଇଞ୍ଜିନିୟର ହଉ, ଏତିକି କାହିଁ ମୁଁ ପରିଶ୍ରମ କରୁଛି ବୋଲି ଆପଣଙ୍କର ପୁଅକୁ ଆପଣ କଣ ଆଶା ରଖିଥିବେ, ହଉ କି ନାଇଁ? କିନ୍ତୁ ଆପଣଙ୍କର ପୁଅ ଆପଣଙ୍କର ଝିଅ କଣ କରୁଛି ନା ଦୁନିଆର ପ୍ରେମରେ, ଦୁନିଆର ଭଲ ପାଇବାରେ, ଦୁନିଆର ଲାଳସାରେ, ଦୁନିଆର କାମ କଥାରେ, ଦୁନିଆରେ ହିଂସା ଭାବ ଅନେକ କଣ କରିଛି ନା ନିଜ ଜୀବନରେ ପର୍ବତ ଠିଆ କରିଛି, ନିଜ ଜୀବନରେ ଚାଷ ତିଆରି କରିଛି, ନିଜ ଜୀବନରେ ଫଳ ଉତ୍ପନ୍ନ କରିଛି, ଯୋଉ ଦ୍ଵାରା ଆପଣଙ୍କ ପରିବାର ତ ନଷ୍ଟ ହେବ, ଆପଣ ଲଜ୍ଜା ପାଇବେ, ଗାଁରେ ମୁଣ୍ଡ ଟେକି ଚାଲିବେ ନାହିଁ, କିନ୍ତୁ ସେଥି ମଧ୍ୟ ଦେଇ ତାଙ୍କର ଜୀବନ ମଧ୍ୟ ନଷ୍ଟ ହେଇଯିବ, ଯୋଉ ଦ୍ଵାରା ସ୍ୱର୍ଗରେ ତାର ସ୍ଥାନ ନଥିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମେ ସମସ୍ତେ କରତଳ ଦେଇ ପ୍ରଭୁଙ୍କୁ ଉତ୍ସାହିତ କରିବା। ବୁଝିପାରୁଛ? କାହିଁକି ମୁଁ ଆପଣ ମାନଙ୍କୁ କହିବାକୁ ଚାହୁଁଛି, କାହିଁକି ମୁଁ ଆପଣ ମାନଙ୍କୁ ବୁଝିବାକୁ ଚାହୁଁଛି, କାହିଁକି ନା ଆଜିକାଲି ପ୍ରତ୍ୟେକ ପ୍ରାୟ ତ ମୁଁ 100% ରୁ 90% ମୁଁ ଭାଇ ଓ ଭଉଣୀ ମାନଙ୍କୁ ଦେଖୁଛି, ସେମାନେ ମୋବାଇଲ ଖେଳନ୍ତୁ ମନା ନାହିଁ, ସେମାନେ ଟିଭି ଦେଖନ୍ତୁ ମନା ନାହିଁ, ସେମାନେ ଲିପଷ୍ଟିକ ଲଗାନ୍ତୁ ମନା ନାହିଁ, ସେମାନେ ଯେକୌଣସି ୟୁଜ କରନ୍ତୁ ମନା ନାହିଁ, କିନ୍ତୁ ପ୍ରଥମ ପାପ ହଉଛି ଏହି ସାଂସାରିକ ଭଲ ପାଇବା, ଏହି ସାଂସାରିକ ର ମୋହମାୟା ଜୀବିକା ଅର୍ଜିତା। ବୁଝିପାରୁଛ? ଭାଇ ବା ଭଉଣୀ, ଆପଣ ଭାତ ମାଂସ ରାନ୍ଧନ୍ତୁ, ଖାଆନ୍ତୁ, କିଛି ମନା ନାହିଁ, କିନ୍ତୁ ପ୍ରଭୁଙ୍କ ସାନ୍ନିଧ୍ୟରେ ତାହା ଠିକ କି ତାହା ଆପଣ ନିଜେ ଜାଣିବା ଦରକାର, ଯୋ ଦ୍ୱାରା ଆପଣଙ୍କୁ ନର୍କରେ ନିକ୍ଷେପ କରା ନ ଯିବ। ପ୍ରେଜ୍ ଲର୍ଡ। ହାଲେଲୁୟା। ଖ୍ରୀଷ୍ଟରେ ମୋର ପ୍ରିୟ ମାନେ, ଖ୍ରୀଷ୍ଟରେ ମୋର ଭାଇ ଓ ଭଉଣୀ ମାନେ, ସେମାନେ ମୋର ଭଉଣୀ, ସେ ମୋର ଭାଇ ଯଦି ଏହି ବିଷୟକୁ ସେ ଚିହ୍ନିଥାନ୍ତା, ସେମାନଙ୍କର ଜୀବନ ଯଦି ପରିବର୍ତ୍ତନ ଆସିଥାନ୍ତା, ସେମାନେ ଯଦି ଆଉ ଝିଅଙ୍କ ଲାଳସାରେ, ସେମାନେ ଯଦି ପୁଅଙ୍କ ଲାଳସାରେ ଏହି ଦୁନିଆରେ ଯଦି ପର୍ବତକୁ ଯଦି ଭୂମି ରଖିନଥାନ୍ତେ, ଫଳ ଉତ୍ପନ୍ନ କରିନଥାନ୍ତେ, ସେମାନେ ଏହି ଜଗତ ଛାଡି ଯାଇଥାନ୍ତେ କି? ନାଇଁ। ଆଉ କେହି ଯଦି ଆସନ୍ତା ଦିନ ମାନଙ୍କରେ ଏହି କୋଉ ଭାଇ ଓ ଭଉଣୀ ମାନେ ଏହି ସମସ୍ତ ବିଷୟ ଯଦି ନ ରଖି ପ୍ରଭୁଙ୍କ ନିକଟକୁ ଯଦି ଫେରିବେ, ଏମିତି ଜଗତକୁ ଛାଡି ଯିବାକୁ ପଡିବ କି ଶୀଘ୍ର? ପ୍ରଭୁଙ୍କର ଗୋଟେ ସମୟ ଅଛି, ପ୍ରଭୁଙ୍କର ଗୋଟେ ସ୍ଥିତି ଅଛି, ସେ ଜଗତ କେତେବେଳେ ଆସିବେ ତାହା ଲେଖା ନାହିଁ, କିନ୍ତୁ ସେ ଶୀଘ୍ର ଆସୁଛନ୍ତି ଏବଂ ନିଜ ନିଜ ଫଳକୁ, ନିଜ ନିଜ ପୁରସ୍କାରକୁ ତା ପ୍ରତିଫଳ ଦେବା ପାଇଁ। ପ୍ରେଜ୍ ଲର୍ଡ। ସମୀର, ତୁ ଏଡେ ବଡ କାମ କଲୁ, ସମୀର ତୁ ଏଡେ ବଡ କାର୍ଯ୍ୟ କରିଛୁ, ତତେ ନିହାତି ପୁରସ୍କାର ଅଛି। ତୁ ଯଦି ନିଶା ଦ୍ରବ୍ୟରେ ଅଛୁ, ତତେ ନିଶା ଦ୍ରବ୍ୟରେ ତତେ ପୁରସ୍କାର ମିଳିବ। ତୁ ଯଦି ଗୁଟକା ଖାଉଛୁ, ହଁ ତୁ ଗୁଟକାର ପୁରସ୍କାର ପାଇବୁ। ହଁ ତୁ ଯଦି ମଦ ପିଉଛୁ, ହଁ ମଦର ପୁରସ୍କାର ତତେ ଦିଆଯିବ, ହଁ କି ନାଇଁ? ହଁ ତୁ ଯଦି ତାସ ଖେଳୁଛୁ, ହଁ ତାସର ପୁରସ୍କାର ତତେ ଦିଆଯିବ। ହଁ ତୁ ଯଦି ଲଭ୍ କରୁଛୁ, ହଁ ଲଭ୍ର ତତେ ପୁରସ୍କାର ଦିଆଯିବ। ହଁ ତୁ ଯଦି ଭଲ ପାଉଛୁ, ହଁ ତତେ ଭଲ ପାଇବାର ପୁରସ୍କାର ଦିଆଯିବ। ହଁ ତୁ ଯଦି ଆତ୍ମା ବାଣ୍ଟୁଛୁ, ଆତ୍ମା ସହିତ ଲୋକମାନଙ୍କୁ ଖୋଜୁଛୁ, ଆତ୍ମା ଅର୍ଜନ କରୁଛୁ, ଆତ୍ମାକୁ ସଂଗ୍ରହ କରୁଛୁ, ହଁ ତତେ ଆତ୍ମାର ସଂଗ୍ରହ କରିବା ପୁରସ୍କାର ଦିଆଯିବ। ପ୍ରେଜ୍ ଲର୍ଡ। ହାଲେଲୁୟା। ହଁ, ଉପଦେଶକ ଏକ ପର୍ବ, ତିନି ପର୍ବ,
ତିନି ପର୍ବ ଉପଦେଶକ 3 ଏକ ପଦର ପଢନ୍ତୁ ଭାଇ। ସବୁ ବିଷୟର କାଳ ଅଛି, ଆକାଶ ତଳେ ସବୁ ମନୋରଥର ସମୟ ଅଛି। ଆମେନ୍ ଆମେନ୍ ହାଲେଲୁୟା ହାଲେଲୁୟା। ସବୁ ବିଷୟର କଣ ଅଛି? ଫଳ କାଳ ସରି ସବୁ ବିଷୟର କାଳ ଅଛି। କାଳ ବୋଲେ କଣ? ପୁରସ୍କାର। ଆମେ ବୁଝିପାରୁ ସମସ୍ତେ କାଳ କହିଲେ ଗୋଟେ ଦୁର୍ଘଟଣାକୁ କାଳ ବୋଲି କୁହନ୍ତି, କିନ୍ତୁ ବାଇବଲ ପ୍ରମାଣିତେ କାଳ ଅର୍ଥ ଗୋଟେ ଗୋଟେ ଜଣଙ୍କର ପୁରସ୍କାର, ତାର କଣ କଣ ଫଳ ବୁଝିପାରୁଛ? ଯେ ଗୋଟେ ଗୋଟେ ସମସ୍ତ ସବୁ ବିଷୟରେ ଗୋଟେ ଗୋଟେ ସମୟ ଅଛି। ପ୍ରେଜ୍ ଦ ଲର୍ଡ। ଉଦ୍ଦେଶ୍ୟ ଉଚିତ ସମୟ ଅଛି। ପ୍ରେଜ୍ ଦ ଲର୍ଡ। 2 ପଦ ପଢ, ଶୀଘ୍ର ଶୀଘ୍ର ପଢ। 2 ପଦ। ଜନ୍ମିବାର ସମୟ ଓ ମରିବାର ସମୟ, ହଁ, ଆସିବାର ସମୟ, ଯାହା ରୋପିତ ହେଲା ତାହା ଉପାଡ଼ିବାର ସମୟ। ପ୍ରେଜ୍ ଦ ଲର୍ଡ। ଆପଣଙ୍କୁ ଜନ୍ମ କରାଇଥିବାର ଗୋଟେ ସମୟ ଥିଲା, ଆପଣଙ୍କୁ ମରିବାର ମଧ୍ୟ ଗୋଟେ ଦିନ ସମୟ ଅଛି। ପ୍ରେଜ୍ ଦ ଲର୍ଡ। ହଁ, ଆଉ ଆପଣ ଯୋଉଟା ଲଗାଇଛନ୍ତି, ଯୋଉଟା ବୁଣିଛନ୍ତି, ତାର ମଧ୍ୟ ସମୟ ଥିଲା, ଆଉ ଆପଣ ଯାହା ଉପାଡ଼ିବେ ତାହା ମଧ୍ୟ ଗୋଟେ ସମୟ ଅଛି। ହାଲେଲୁୟା। ହଁ, ସାଙ୍ଗେ ସାଙ୍ଗେ 3 ବୋଧ କରିବାର ସମୟ, କରିବାର ସମୟ, ଭାଙ୍ଗିବାର ସମୟ, ଜାଣିବାର ସମୟ। ପ୍ରେଜ୍ ଦ ଲର୍ଡ। ସମସ୍ତେ କହିବା ଆପଣ ଜଣକୁ କଣ କରିବାର? ବୋଧ ମାରିବାର ସମୟ ମଧ୍ୟ ଅଛି, ଓ ତୁମେ ସୁସ୍ଥ କରିବାର ସମୟ ମଧ୍ୟ ଅଛି, ଆଉ ତୁମେ ତାକୁ ପୁରା ମର୍କେଇ କରି ଭାଙ୍ଗିବାର ସମୟ ଅଛି, ଆଉ ତାକୁ ଗଢିବାର ସମୟ ଅଛି। ପ୍ରେଜ୍ ଦ ଲର୍ଡ। ହଁ, ରୋଦନ କରିବାର ସମୟ, ବାକ୍ୟ କରିବାର ସମୟ, କରିବାର ସମୟ, ନୃତ୍ୟ କରିବାର ସମୟ। କାନ୍ଦିବାର ସମୟ ଗୋଟେ ଦିନ ଅଛି, ଓ ହସିବାର ସମୟ ଗୋଟେ ଦିନ ଅଛି, ଚିତ୍କାର କରିବାର ସମୟ ମଧ୍ୟ ଅଛି, ଡାନ୍ସ କରିବାର ସମୟ ମଧ୍ୟ ଅଛି। ପ୍ରେଜ୍ ଦ ଲର୍ଡ। ହଁ, ତଳକୁ। ପ୍ରସ୍ତର ପକାଇବାର ସମୟ, ପ୍ରସ୍ତର ସଂଗ୍ରହ କରିବାର ସମୟ, ଲିଙ୍ଗନ କରିବାର ସମୟ, ଆସନରୁ ନିବୃତ୍ତ ହେବାର ସମୟ। ପ୍ରସ୍ତର ଚାଲିବାର ମଧ୍ୟ ସମୟ ଅଛି, ଆଉ ଚାଲୁଥିବା ଲୋକମାନଙ୍କୁ ସଂଗ୍ରହ କରିବାର ମଧ୍ୟ ସମୟ ଅଛି। ଆପଣ ଆଉ ପୁଅ ଝିଅ ଆଲିଙ୍ଗନ ବୋଲେ ହକ୍ କରିବାର ସମୟ ଅଛି, ହକ୍ ରୁ କାଟି ଯିବାର ସମୟ ମଧ୍ୟ ଅଛି। ପ୍ରେଜ୍ ଦ ଲର୍ଡ। ଆପଣ ଯାହା କରୁଛନ୍ତି କରନ୍ତୁ। ବାପା ଶୁଣୁଛନ୍ତି କି ନାଇଁ? ହଁ, ବାପା ମଦ ପିଇବାର ଅଛି ପିଅ, କିନ୍ତୁ ତମର ସମୟ ଅଛି। ମୁଁ ମନା କରୁନାହିଁ, ବୁଝିପାରୁଛ କି ନାଇଁ? ହଁ ବାପା ମାସ ଖାଉଛ ପରା, ମାସ ଖାଅ, ଖାଇବାର ବି ସମୟ ଅଛି, କିନ୍ତୁ ଦିନ ଆସିବ ସେ ପୁରସ୍କାର ତମେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। କାହିଁକି ନା 6 ପଦ କୁହେ, ପ୍ରଭୁଙ୍କୁ ଅନ୍ୱେଷଣ କରିବା ସମୟ ଓ ହଜାଇବାର ସମୟ, ରଖିବାର ସମୟ ଓ ପକାଇ ଦେବାର ସମୟ। ପ୍ରେଜ୍ ଦ ଲର୍ଡ। ଆପଣଙ୍କୁ ପ୍ରଭୁଙ୍କୁ ଖୋଜିବାକୁ ସମୟ ଆସିଛି, ଆପଣଙ୍କୁ ପ୍ରଭୁଙ୍କୁ ଜାଣିବାର ସମୟ ଆସିଛି, ଆପଣ ପ୍ରଭୁଙ୍କ ନିକଟକୁ ଫେରିବାର ସମୟ ଅଛି। ଅତି ଶୀଘ୍ର ବି ରେଡି, ଇମିଡିଏଟଲି ରେଡି ହେଇ ପ୍ରଭୁଙ୍କ ନିକଟକୁ ମନ ପରିବର୍ତ୍ତନ କରିବାକୁ ସମୟ ବାହାର କରନ୍ତୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ନା ମୁଁ ମିଛ କହୁଛି? ନାଇଁ, ସମସ୍ତେ କୁହ, ମିଛ କହୁଛି କି? ସବୁ ବିଷୟରେ ଗୋଟେ ଗୋଟେ ଦିନ ହିସାବ କରାଯିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କାହିଁକି ନା ଆଜିକାଲି ଭଉଣୀ ମାନେ, ଆଜିକାଲି ଭାଇ ମାନେ, ଆଜିକାଲି ବିଶ୍ୱାସୀ ମାନେ, ଆଜିକାଲି ବିଶ୍ୱାସିନୀ ମାନେ, ଆମର ଖ୍ରୀଷ୍ଟିଆନରେ ଆଉ ମୁଁ ଯୀଶୁକୁ ପାଇଛି ବୋଲି କହୁଥିବା ଲୋକମାନେ ଅଧିକାଂଶ ଏହି ଜଗତର ମୟ ମାୟାରେ ବୁଡିଥାନ୍ତି। ପ୍ରେଜ୍ ଦ ଲର୍ଡ। ଆଜ୍ଞା, ଆପଣ ଯଦି ଝିଅ ଜନ୍ମ କରିଛନ୍ତି ଭଲ ପାଇବେ ନାହିଁ କି? ହଁ, ପାଇବେ। ଆପଣ ଯଦି ପୁଅକୁ ଜନ୍ମ କରିଛନ୍ତି, ଆପଣ ସାଂସାରିକ ଭଲ ପାଇବେ କି ନାହିଁ? ସବୁ ବିଷୟରେ ପାଇବାର ଅଛି, କିନ୍ତୁ ପ୍ରଭୁଙ୍କର ଆତ୍ମା ଆପଣଙ୍କୁ ଗାଇଡେନ୍ସ କରୁଛି କି ନାହିଁ ତାହା ମଧ୍ୟ ଜାଣିବାର ଅଛି। ହଁ, ମୁଁ ତ 10 ଜଣଙ୍କୁ ଝିଅଙ୍କୁ ଭଲ ପାଉଛି ବୋଲି କହିଲେ ପାଉଛ, ମନା ନାହିଁ, କିନ୍ତୁ ପାଇବାର ତାରିଖ କଣ ସେଇଟା ଆପଣଙ୍କୁ ଜାଣିବାର ଅଛି। ପ୍ରେଜ୍ ଦ ଲର୍ଡ। ମୁଁ ମଧ୍ୟ ଭଲ ପାଉଥିଲି, ଏମିତି ଲୋକମାନଙ୍କ ଭଳିଆ ମରବା ଭଲ ପାଇବା ମୁଁ ପାଉନଥିଲି। ପ୍ରେଜ୍ ଦ ଲର୍ଡ। ଏମିତି ଆପଣ ମାନଙ୍କ ଭଳି ମଦ ପିଇବା ଭଲ ପାଇବା ମୁଁ ପାଉନଥିଲି।
आपण मानक भली नाश खाଇବା ଭଲ ପାଇବା ମୁଁ ପାଉନଥିଲି କିନ୍ତୁ ପ୍ରଭୁ ଗୋଟେ ଦିନ ମତେ ଭଲ ପାଇଲେ ମୁଁ ପ୍ରଭୁଙ୍କୁ ଦେଇ ଭଲ ପାଇବା ଲୋକମାନଙ୍କୁ ବଣ୍ଟନ କରୁଛି ପ୍ରେଜ୍ ଦ ଲର୍ଡ। ମୋ ଭଲ ପାଇବା ପ୍ରଭୁଙ୍କର ଆତ୍ମା ଦେଇ ମତେ ଗାଇଡେନ୍ସ କରୁଛି ମତେ ପରିଚାଳନା କରୁଛି ଯୋଉ ଦ୍ଵାରା ଲୋକମାନେ ପ୍ରଭୁଙ୍କର ଭାଇ ଓ ଭଉଣୀ ପ୍ରଭୁଙ୍କର ଦାସ ଦାସିନୀ ପ୍ରଭୁଙ୍କର ପୁଅ ଝିଅ ମତେ ଉଲ୍ଟା ଭଲ ପାଇବା ଦେଉଛନ୍ତି ପ୍ରେଜ୍ ଦ ଲର୍ଡ। ଆପଣ ବା ମୁଁ ଯୋଉମାନେ ଏହି କଥା ଶୁଣୁଛନ୍ତି ଯୋଉମାନେ ଏହି କଥାକୁ ଶୁଣିକି ଅଶୁଣା ହଉଛନ୍ତି ସେହି ଭାଇ ଓ ଭଉଣୀ ଓ ପରିବାର କଣ କରିବାର ଅଛି ଆପଣ ମାନେ ଜାଗ୍ରତ ହେବାର ଅଛି। ଏହି ଅନ୍ତିମ ଯୁଗ ଶେଷ ସମୟରେ ଆପଣ ଫେରିବାର ଅଛି। ପ୍ରଭୁ ଆପଣଙ୍କୁ ଭଲ ପାଇଲେ ଆପଣ ପ୍ରଭୁଙ୍କୁ କେତେ ଭଲ ପାଉଛନ୍ତି ତାହା ଖୋଜି ବାହାର କରି ତାଙ୍କୁ ପ୍ରମାଣ ଦେବାର ଅଛି। କାରଣ ସମୟ ଉପସ୍ଥିତ ଅତି ଜାଗ୍ରତ ବୋଲି କୁହନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। କାଣନ୍ତୁ ପ୍ରକାଶ 16:7 ଆଉ ଜଣେ ତାର 14:7 ହେଲା। ପ୍ରକାଶ 16:7 ସାର୍। ହଁ ଆଉ ଜଣେ 14:7 କାଢିଥିବ। ସେତେବେଳେ ମୁଁ ବେଦି ଏହା କହିବାର ଶୁଣିଲି, ହଁ ହେ ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର ତୁମର ସମସ୍ତ ବିଚାର ସତ୍ୟ ଓ ଯଥାର୍ଥ। ଆମେନ୍ ଆମେନ୍। ସେହିଦିନ ଯିଏକି ଜହନ ଦର୍ଶନ ଦେଖିକି କହୁଛନ୍ତି ଦର୍ଶନ ଦେଖୁଛନ୍ତି ଯେତେବେଳେ ଆପଣ ମାନେ ଭଲ ପାଆନ୍ତି ଆପଣ ମାନେ ଦୁନିଆର ଲାଳସାରେ ପଡନ୍ତି ଆପଣ କଣ କରୁଛନ୍ତି ନା ବେଦିରେ ବସିଛନ୍ତି ପ୍ରେଜ୍ ଦ ଲର୍ଡ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଣେ ଶକ୍ତିମାନ ଈଶ୍ୱର ଜଣେ ଯେ ସେହି ବେଦିରୁ ଆମମାନଙ୍କୁ ବିଚାର କରିବେ ପ୍ରେଜ୍ ଦ ଲର୍ଡ। ତାଙ୍କର ବିଚାର ହଉଛି ସତ୍ୟ ତାଙ୍କର ବିଚାର ହଉଛି ପୁରାପୁରି ନୀତି ନିୟମ ଦୁଇଦାଳ ଖଡ୍ଗର ଅସ୍ତ୍ର ପ୍ରେଜ୍ ଦ ଲର୍ଡ। ହଁ 14:7 ଈଶ୍ୱରଙ୍କୁ ଭୟ କର ଗୌରବ ପ୍ରଦାନ କର ତାହାଙ୍କ ବିଚାର ସମୟ ଉପସ୍ଥିତ ଯେ ଆକାଶ ପୃଥିବୀ ସମୁଦ୍ର ନିର୍ଜରୀ ସମୂହ ସୃଷ୍ଟି କରିଅଛନ୍ତି ତାହାଙ୍କୁ ପ୍ରଣାମ କର। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଆପଣ ଭାଇ ଓ ଭଉଣୀ ଆପଣ ମା ପେଟରୁ ଜନ୍ମ ହେଇଛନ୍ତି ହଁ କି ନାଇଁ? କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଭୟଙ୍କର ଓ ତାହାଙ୍କର ଗୌରବ ଦିଅ କାରଣ ତାହାଙ୍କ ବିଚାର ସମୟ ଉପସ୍ଥିତ ପୁଣି ଯେ ଆକାଶ ପୃଥିବୀ ସମୁଦ୍ର ଓ ନିର୍ଜରଣୀୟ ସମୂହ ସୃଷ୍ଟି କରିଅଛନ୍ତି ତାହାଙ୍କୁ ପ୍ରଣାମ କର। ଆପଣ କିଏ? ଆପଣ ତ ଧୂଳିରୁ ନିର୍ମିତ ଲୋକ। ଆପଣ ଭଲ ପାଆନ୍ତୁ କିଛି ମନା ନାହିଁ ଆପଣ ମଦ ପିଅନ୍ତୁ ମନା ନାହିଁ ଆପଣ ସିଗାରେଟ ଆଣନ୍ତୁ ମନା ନାହିଁ ଆପଣ ବିଡି ଖାଆନ୍ତୁ ମନା ନାହିଁ କିଛି ଆବଶ୍ୟକ ମନା ନାହିଁ ଆପଣ କରିବା ପାଇଁ କିନ୍ତୁ ପ୍ରଭୁଙ୍କୁ ପ୍ରଥମେ ସମୟ ଦିଅ ଯଦ୍ୱାରା ସେହି ସମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଗୋଟେ ଆଧାର କାର୍ଡ ହେଇପାରିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରଭୁ ଏହି ପଠିତ ଏବଂ ଏହି ଶିକ୍ଷା ପ୍ରତି ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କରି ବୁଝିବାର ସାହାଯ୍ୟ କରି ଆଶୀର୍ବାଦ କରନ୍ତୁ। ଆମେନ୍।